स्वप्न रे देखा जाउछि कि गाई मिलिपारे आपणको टंका ଏହା ସହିତ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ। ମାଘ ମାସରେ ଗୋମାତାଙ୍କର ସ୍ୱପ୍ନ ଦେଖିଲେ କ'ଣ ମିଳିଥାଏ ସଂକେତ, ଆସନ୍ତୁ ଜାଣିନେବା। ନମସ୍କାର, ସ୍ୱପ୍ନ ରହସ୍ୟର ଆଜିର ଏହି ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆନି ଶତପଥୀ। ଦର୍ଶକ ବନ୍ଧୁ, ରାତିରେ ଗଭୀର ନିଦ୍ରା ସମୟରେ ଆସୁଥିବା ସ୍ୱପ୍ନ ଆମକୁ ଭବିଷ୍ୟତରେ ଘଟୁଥିବା ଶୁଭ ଏବଂ ଅଶୁଭ ସଂକେତ ବିଷୟରେ ସୂଚନା ଦେଇଥାଏ। ଅନେକ ଥର ଆମେ ଏପରି ସ୍ୱପ୍ନ ଦେଖୁ ଯାହା ଜାଗ୍ରତ ହେବା ପରେ ମଧ୍ୟ ଆମ ମନ ଭିତରେ ରହିଥାଏ ଏବଂ କିଛି ଯାହାକୁ ଆମେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଉ। ଆମେ ଏପରି ସ୍ୱପ୍ନ ଜାଣିବାକୁ ଆଗ୍ରହୀ ଯେ ସେହି ସ୍ୱପ୍ନର ଅର୍ଥ କ'ଣ ଅଟେ। ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଆସୁଥିବା ପ୍ରତ୍ୟେକ ସ୍ୱପ୍ନ ନିଶ୍ଚିତ ଭାବରେ ଏହା ସହିତ କିଛି ଚିହ୍ନକୁ ଆଣିଥାଏ। ପ୍ରତ୍ୟେକ ସ୍ୱପ୍ନର କିଛି ବା ଅନ୍ୟ ଅର୍ଥ ରହିଛି ଯଦି ଆପଣ ସେହି ଅର୍ଥ ଜାଣିଛନ୍ତି। ତେବେ ଦର୍ଶକ ବନ୍ଧୁ, ସ୍ୱପ୍ନଶାସ୍ତ୍ର ଅନୁଯାୟୀ ରାତିରେ ଗଭୀର ନିଦ୍ରା ସମୟରେ ଆସୁଥିବା ସ୍ୱପ୍ନ ଆମକୁ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ବା ଅଶୁଭ ସଂକେତ ବିଷୟରେ ହିଁ ସୂଚନା ଦେଇଥାଏ। ଅନେକ ଥର ଆମେ ଏପରି ସ୍ୱପ୍ନ ଦେଖୁ ଯାହା ଜାଗ୍ରତ ହେବା ପରେ ମଧ୍ୟ ଆମ ମନରେ ରହିଥାଏ ଏବଂ କିଛି ଯାହାକୁ ଆମେ ସମ୍ପୂର୍ଣ୍ଣ ଭୁଲି ଯାଉ। ଆମେ ଏପରି ସ୍ୱପ୍ନ ଜାଣିବାକୁ ଆଗ୍ରହୀ ଯେ ସେହି ସ୍ୱପ୍ନର ଅର୍ଥ କ'ଣ। ତେବେ ଦର୍ଶକ ବନ୍ଧୁ, ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଆସୁଥିବା ପ୍ରତ୍ୟେକ ସ୍ୱପ୍ନ ନିଶ୍ଚିତ ଭାବରେ ଏହା ସହିତ କିଛି ଚିହ୍ନକୁ ଆଣିଥାଏ। ପ୍ରତ୍ୟେକ ସ୍ୱପ୍ନର କିଛି ବା ଅନ୍ୟ ଅର୍ଥ ମଧ୍ୟ ରହିଛି। ଯଦି ଆପଣ ସେହି ଅର୍ଥକୁ ବୁଝିପାରୁଛନ୍ତି ତେବେ ଏହା ହୋଇପାରେ ଯେ ଆଗାମୀ ସମୟ ଆପଣଙ୍କ ପାଇଁ ଶୁଭ ହେବ। ତେଣୁ ଆପଣଙ୍କର ଆଗାମୀ ସ୍ୱପ୍ନକୁ ଅଣଦେଖା କରିବା ପରିବର୍ତ୍ତେ ପ୍ରତ୍ୟେକ ବ୍ୟକ୍ତି ଏହାର ଅର୍ଥ ବୁଝିବାକୁ ଚେଷ୍ଟା କରିବା ଉଚିତ। ତେବେ ହଁ, ଯଦି ଆପଣ ସ୍ୱପ୍ନରେ ଗାଈ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନର ଅର୍ଥ କ'ଣ ଅଟେ। ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଗାଈକୁ ସ୍ୱପ୍ନରେ ଦେଖିବା ଲାଭଦାୟକ ଅଟେ। ସ୍ୱପ୍ନରେ ଗାଈର ଆଗମନ ଏକ ଗମ୍ଭୀର ଅର୍ଥ ଅଟେ। ଶାସ୍ତ୍ର ଅନୁଯାୟୀ ଗାଈକୁ ଏକ ପବିତ୍ର ପଶୁ ଭାବରେ ବିବେଚନା କରାଯାଏ। ଏହା ସହିତ ଏହାକୁ କାମଧେନୁ ଭାବରେ ମଧ୍ୟ ବିବେଚନା କରାଯାଏ। ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ 14ଟି ରତ୍ନ ମିଳିଥିଲା ସେଥିମଧ୍ୟରୁ କାମଧେନୁ ଗାଈ ଥିଲା ଅନ୍ୟତମ। ତେଣୁ ଏହି ଗାଈକୁ ପଶୁ ଦାନ ମଧ୍ୟ କରାଯାଏ। ହିନ୍ଦୁ ଧର୍ମରେ ତାକୁ ବିଶେଷ ମାନ୍ୟତା ଦିଆଯାଇଛି। ଗୋଟିଏ ଗାଈ ଦେଖିବା ଶୁଭ ଅଟେ। ଯଦି ଆପଣ ସ୍ୱପ୍ନ ବିଜ୍ଞାନରେ ବିଶ୍ୱାସ କରନ୍ତି ତେବେ ଆପଣ ସ୍ୱପ୍ନରେ ଗାଈ ଦେଖିବା ଶୁଭ ଅଟେ। ଯଦି କୌଣସି ଗାଈ ବ୍ୟକ୍ତିଙ୍କର ସ୍ୱପ୍ନରେ ଦେଖାଯାଏ ଏହାର ଅର୍ଥ ହେଉଛି ଆଗାମୀ ସମୟରେ ସେ ସୁଖ ପାଇବାକୁ ଯାଉଛନ୍ତି। ଯଦି ଆପଣ ସ୍ୱପ୍ନରେ ଏକ ଧଳା ରଙ୍ଗର ଗାଈ ଦେଖୁଛନ୍ତି ଏହାର ଅର୍ଥ ହେଉଛି ବ୍ୟବସାୟ କରି ଆପଣମାନେ ଲାଭ ପାଇପାରିବେ। ଏତଦ୍ ବ୍ୟତୀତ ସେହି ବ୍ୟକ୍ତି ସ୍ୱପ୍ନରେ ଗାଈ କିମ୍ବା ବାଛୁରୀ ଦେଖନ୍ତି ଏହାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତି ଶୀଘ୍ର କୌଣସି ସ୍ଥାନରୁ ଟଙ୍କା ପାଇବାକୁ ଯାଉଛନ୍ତି। ଏହା ଏକ ଶୁଭ ସଂକେତ ଭାବରେ ବିବେଚନା ମଧ୍ୟ କରାଯାଏ। ଶ୍ରାବଣ ମାସରେ ଏକ ଗାଈକୁ ସ୍ୱପ୍ନରେ ଦେଖିବା ଜୀବନରେ ନୂତନ ଉତ୍ସାହ ଏବଂ ସୁଖର ସଂକେତ ଅଟେ। ତେବେ ଦର୍ଶକ ବନ୍ଧୁ, ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଗାଈକୁ ସ୍ୱପ୍ନରେ ଦେଖିବା ଲାଭଦାୟକ ଅଟେ। ସ୍ୱପ୍ନରେ ଗାଈର ଆଗମନ ଏକ ଗମ୍ଭୀର ଅର୍ଥ। ଶାସ୍ତ୍ର ଅନୁଯାୟୀ ଗାଈକୁ ଗୋମାତା ଭାବରେ ବିବେଚନା କରାଯାଏ। ଏହା ସହିତ ଏହାକୁ କାମଧେନୁ ଭାବରେ ମଧ୍ୟ ବିବେଚନା କରାଯାଏ। ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ 14ଟି ରତ୍ନ ମିଳିଥିଲା ସେଥିରୁ ଏହି କାମଧେନୁ ଗାଈ ଗୋଟିଏ ଥିଲା। ସେଥିପାଇଁ ଗୋମାତାଙ୍କୁ ହିନ୍ଦୁ ଧର୍ମରେ ମଧ୍ୟ ବିଶେଷ ମାନ୍ୟତା ଦିଆଯାଏ। ସେଥିପାଇଁ ଗାଈ ଦେଖିବା ଶୁଭ ଅଟେ। ଯଦି ଆପଣ ସ୍ୱପ୍ନ ବିଜ୍ଞାନରେ ବିଶ୍ୱାସ କରୁଛନ୍ତି ତେବେ ସ୍ୱପ୍ନରେ ଗାଈ ଦେଖିବା ଶୁଭ ଅଟେ। ବ୍ୟବସାୟରେ ଲାଭ। ଯଦି କୌଣସି ଗାଈ ବ୍ୟକ୍ତିର ସ୍ୱପ୍ନରେ ଦେଖାଯାଏ ଏହାର ଅର୍ଥ ହେଉଛି ସେ ଆଗାମୀ ସମୟରେ ସୁଖ ପାଇବାକୁ ଯାଉଛନ୍ତି। ଯଦି ଆପଣ ସ୍ୱପ୍ନରେ ଏକ ଧଳା ରଙ୍ଗର ଗାଈ ଦେଖୁଛନ୍ତି ଏହାର ଅର୍ଥ ହେଉଛି ବ୍ୟବସାୟରେ ଆପଣମାନେ ଲାଭ ପାଇପାରିବେ। ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଗାଈ ସହିତ ବାଛୁରୀ ଦେଖୁଛନ୍ତି ଏହାର ଅର୍ଥ ହେଉଛି ସେ ବ୍ୟକ୍ତି ଖୁବ୍ ଶୀଘ୍ର କୌଣସି ସ୍ଥାନରୁ ଟଙ୍କା ପାଇବାକୁ ଯାଉଛନ୍ତି। ଏହା ଏକ ଶୁଭ ସଂକେତ ଭାବରେ ବିବେଚନା କରାଯାଏ। ଶ୍ରାବଣ ମାସରେ ଗୋଟିଏ ଗାଈକୁ ସ୍ୱପ୍ନରେ ଦେଖିବା ଜୀବନରେ ନୂତନ ଉତ୍ସାହ ଏବଂ ସୁଖର ସଂକେତ ମଧ୍ୟ ଅଟେ। ଧନ୍ୟବାଦ, ନମସ୍କାର। ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302 9439444924। आमर वेबसाइट www.srijagannathastro.com। DTV ओडिया देखिवा पई सब्सक्राइब करंतु एवं
बेल आइकन को मध्य दबाई दियंतु।